ଖୁସିରେ ରଖିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କର। ଦୁନିଆର କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ, କେବେ କିଛି ଦେଇ ନଥାଏ। କେବେ ବି ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେ ରଖନ୍ତୁ, ପାଦ ତଳର ଦୁବ ଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହେଁ। ଜୀବନରେ ସବୁବେଳେ ଏହି 5ଟି ଗହଣା ଧାରଣ କରିବା ଉଚିତ। ତାହା ହେଉଛି ଓଠରେ ସତ୍ୟ, କଣ୍ଠରେ ପ୍ରାର୍ଥନା, ଆଖିରେ ଦୟା, ହାତରେ ଦାନ ଆଉ ହୃଦୟରେ ପ୍ରେମ। ଗଙ୍ଗା ଦେହକୁ ଧୁଏ, ହେଲେ ମନକୁ ନୁହେଁ। କିନ୍ତୁ ପାପ ଦେହରେ ନୁହେଁ, ମନରେ ଘର କରିଥାଏ। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ବିଜ୍ଞାନର ଅଗ୍ରଗତି ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନି ଏବଂ ତାକୁ କେହି ପରିବର୍ତ୍ତନ ମଧ୍ୟ କରିପାରିବେ ନାହିଁ। ତେଣୁ ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି, ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦ୍ଦେଶକ, ଆମେମାନେ ଜଣେ ଜଣେ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ 2 ହାତ ଟେକି ସମର୍ପଣର ଭାବନାରେ ନିଜକୁ ସମର୍ପି ଦିଅନ୍ତୁ, ଯେପରି ଆଜି ଦିନର ଅଭିନୟ ସୁନ୍ଦରତାରେ ଭରିଯାଉ। ଗୋଟେ କଥା ମନେ ରଖନ୍ତୁ, ଯେବେ ଯାହା ସହ ଯେତେ ଦିନ ସମ୍ପର୍କ ଲେଖା ସେତିକି ଦିନ ରହିବ। ତୁମେ ଯେତେ ବି ଚାହିଁଲେ ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବ ନାହିଁ, କାହିଁକି ନା ଏ ଜୀବନର ନାଟକରେ କାହା ସହିତ କେତେ ଦିନ ଅଭିନୟ କରିବାକୁ ପଡ଼ିବ ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ଆମକୁ ପଠେଇଛନ୍ତି। ମଣିଷ ତ ସମସ୍ତେ, ହେଲେ ଫରକ ଏତିକି, କିଛି ଲୋକ ଜଖମ ଦିଅନ୍ତି, ଆଉ କିଛି ସେହି ଜଖମରେ ମଲମ। ସାଥୀ ତ ଅନେକ ମିଳନ୍ତି, ହେଲେ ଫରକ ଏତିକି, କିଛି ସାଥ ଦିଅନ୍ତି ଆଉ କିଛି ସାଥ ଛାଡ଼ି ଦିଅନ୍ତି। ଭଲ ତ ସମସ୍ତେ ପାଆନ୍ତି, ହେଲେ ଫରକ ଏତିକି, କିଛି ଜୀବନ ଦେଇ ଦିଅନ୍ତି ଆଉ କିଛି ଜୀବନ ନେଇଯାଆନ୍ତି। ସମ୍ପର୍କ ତ ସମସ୍ତେ ଗଢ଼ନ୍ତି, ହେଲେ ଫରକ ଏତିକି, କିଛି ବିନା ସ୍ୱାର୍ଥରେ ନିଭେଇଥାନ୍ତି ଆଉ କିଛି ଜୀବନ ଭରି ପରଖିଥାନ୍ତି। ନିଜେ ଧୋକା ଖାଆନ୍ତୁ ପଛେ ଅନ୍ୟ କାହାକୁ ଧୋକା ଦିଅନ୍ତୁ ନାହିଁ, କାରଣ ଯିଏ ଧୋକା ଖାଇଥାଏ ତାଙ୍କୁ ବିଶେଷ କିଛି ହରେଇବାକୁ ପଡ଼େ ନାହିଁ, କିନ୍ତୁ ଯିଏ ଧୋକା ଦେଇଥାଏ ସେ ବହୁତ କିଛି ହରାଇଥାଏ। ଲୁହ ନଥିଲେ ଆଖି ଏତେ ସୁନ୍ଦର ହୋଇନଥାନ୍ତା, କଷ୍ଟ ନଥିଲେ ଖୁସିର ମୂଲ୍ୟ ନଥାନ୍ତା। ଯଦି ଚାହିଁବା ମୁତାବକ ସବୁ କିଛି ମିଳିଯାଉଥାନ୍ତା, ତେବେ ଦୁନିଆରେ ଭଗବାନଙ୍କର ଆବଶ୍ୟକତା ହିଁ ନଥାନ୍ତା। ଧନ ଥିବା ପକେଟ ଆପଣଙ୍କୁ ଖରାପ ରାସ୍ତାରେ ନେଇପାରେ, କିନ୍ତୁ ଖାଲି ପକେଟ ଆପଣଙ୍କୁ ଜୀବନରେ ଅନେକ ଗୁଡ଼ିଏ ଅର୍ଥ ବୁଝାଇଥାଏ। ନିଜ ସନ୍ତାନକୁ ଡକ୍ଟର, ଇଞ୍ଜିନିୟର, ଟିଚରର ଉଚ୍ଚ ଶିକ୍ଷା ଦେବା ବଡ଼ କଥା ନୁହେଁ। ପ୍ରଥମେ ନିଜ ସନ୍ତାନକୁ ଭଲ ସଂସ୍କାର ଦେବା ବଡ଼ କଥା ହୋଇଥାଏ। ଯେଉଁ ଜିନିଷ କେବଳ ପରିବାରଠାରୁ ହିଁ ମିଳିଥାଏ, କାହିଁକି ନା ସମାଜରେ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନଥାଏ। ସବୁବେଳେ ମନେ ରଖନ୍ତୁ ଯେ ମନର ଯନ୍ତ୍ରଣା ଶରୀର ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ। ସେଥିପାଇଁ କେବେ କାହାର ମନକୁ କଷ୍ଟ ଦିଅନ୍ତୁ ନାହିଁ। ରାବଣ ଯେତେବେଳେ ମୃତ୍ୟୁଶଯ୍ୟାରେ ଥିଲା, ସେ ରାମଙ୍କୁ ଗୋଟିଏ ଭଲ କଥା କହିଥିଲା,
କାହିଁକି ମୁଁ ତୁମଠାରୁ ସବୁ କଥାରେ ବଡ଼ ଅଟେ। ବୟସରେ ବି, ବୁଦ୍ଧିରେ ବି, ବଳରେ ବି। ମୋର କୁଟୁମ୍ବ ବି ତୁମଠାରୁ ବଡ଼ ଅଟେ। ମୋ ଲଙ୍କା ସୁନାର ଅଟେ। ଧନ ଦୌଲତରେ ବି ମୋ ରାଜ୍ୟ ତୁମଠାରୁ ବଡ଼ ଅଟେ। ଏହା ସବୁ ପରେ ବି ମୁଁ ହାରିଗଲି। ଜାଣିଛ କାହିଁକି? କାରଣ ତୁମ ଭାଇ ତୁମ ସାଥିରେ ଥିଲା ଓ ମୋ ଭାଇ ମୋ ବିପକ୍ଷରେ ଥିଲା। ତେଣୁ ନିଜ ନିଜ ମଧ୍ୟରେ ଏକତା ରଖନ୍ତୁ। କାରଣ କୌଣସି ବି ଗଛ କଟାଯାଆନ୍ତା ନାହିଁ ଯଦି କୁରାଢ଼ୀ ପଛରେ କାଠ ଖଣ୍ଡେ ନଥାନ୍ତା। ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ। କାରଣ ଆଜିକାଲି ଲୋକେ ଅନ୍ୟ ଦୁଃଖ ଦେଖି ଖୁସି ହୁଅନ୍ତି। କ୍ରୋଧ ଓ ବାତ୍ୟା ଏକାପରି। ଏମାନେ ଶାନ୍ତ ହେଲା ପରେ ଜଣାପଡ଼େ କେତେ କ'ଣ କ୍ଷୟକ୍ଷତି ହୋଇଛି। ଶାସ୍ତ୍ରକାର କୁହନ୍ତି, କ୍ରୋଧକୁ ଶାନ୍ତ କରିବା ନିହାତି ଜରୁରୀ। କାରଣ ଏହା ମଣିଷକୁ ପଶୁ ସ୍ତରକୁ ନେଇଯାଏ। ମୁଁ ଶ୍ରେଷ୍ଠ କର୍ତ୍ତା। ମୋର କିଛି ଭୁଲ ନାହିଁ। ସମସ୍ତଙ୍କୁ ଡରାଇ ରଖିବି। ଏଭଳି ଅନେକ ହୀନ ଭାବନା ମଣିଷର କ୍ରୋଧକୁ ଦ୍ୱିଗୁଣିତ କରେ। ଜୀବନ ଏକ ରଙ୍ଗମହଲ। ଏଠି ଭଲ କାମ କଲେ ଗାଳି, ଖରାପ କାମ କଲେ ତାଳି। ସମସ୍ତେ ସମସ୍ତଙ୍କ ଅଭିନୟରେ ବ୍ୟସ୍ତ। ଯିଏ ଯେତେ ଭଲ ଅଭିନୟ କରିବେ ସିଏ ସେତେ ଲୋକମାନଙ୍କୁ ନିଜର କରିପାରିବେ। ଡେରିରେ ହେବ କିନ୍ତୁ ଠିକ୍ ହେବ। ମନେ ରଖ, ତୁମ ସମୟଟା ଖରାପ, ତୁମ ଜୀବନଟା ନୁହେଁ। ଟିକେ ଅପେକ୍ଷା କର, ସମୟ ସବୁ କିଛି ଫେରେଇ ଦେବ। ଜନ୍ମ ଅଟେ ପିତାମାତାଙ୍କ ଉପହାର। ଶିକ୍ଷା ଅଟେ ଗୁରୁଜନଙ୍କ ଉପହାର। ଚାକିରି ଅଟେ ଭବିଷ୍ୟତର ଉପହାର। ସ୍ତ୍ରୀ ଅଟେ ଜୀବନର ଉପହାର। କିନ୍ତୁ ବନ୍ଧୁ ଅଟେ ଭଗବାନଙ୍କ ଉପହାର।